ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିଡିଡି ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା +3 ଫାର୍ଷ୍ଟ ସେମିଷ୍ଟରର ପରିବେଶ ଅଧ୍ୟୟନ ଓ ବିପର୍ଯ୍ୟୟ ପରିଚାଳନାର ୟୁନିଟ୍ 2। ଓକେ, ୟୁନିଟ୍ 2ର ବିଷୟ ନାଁଟା ହେଲା ଜଳବାୟୁ ପରିବର୍ତ୍ତନ ଓ ସହନଶୀଳତା ବିକାଶ। ଓକେ, ସେ ୟୁନିଟ୍ 2ର ଏଟା ସବୁ 3 ମାର୍କିଆ ପଢ଼ା ହେଉଛି। ଓକେ, ପୂର୍ବ କୋଶ୍ଚିନ୍ରେ ସେ ଯେଉଁ ଜଳ କ୍ଲାଇମେଟ୍ ଚେଞ୍ଜ କ'ଣ ସେଇଟା ପଢ଼ିଥିଲି କିଛି, ତାର ଆଉ ଅଧା ଏଇ ଭିଡ଼ିଓରେ ଅଛି। ଓକେ, ଭଲ ଭାବରେ ଦେଖିନେବେ, ସେଟା ଲାଷ୍ଟକୁ ଆସିକି ତାପରେ ଏଟା ଦେଖିନେବେ ଏଇ ଭିଡ଼ିଓଟା। ସହାୟତା କରିଥାଏ ଅରଣ୍ୟ ବାୟୁରେ ଯେଉଁଥିରେ ଆମ ଶ୍ୱାସକ୍ରିୟା କରିଥିବା ଅମ୍ଳଜାନ ଯୋଗାଣର ଅନୁରକ୍ଷଣରେ ଏକ ଜୀବନଦାୟୀ ଭୂମିକା ପାଳନ କରିଥାଏ। ସେମାନେ ପରିବେଶରେ ଜଳଚକ୍ରକୁ ନିୟନ୍ତ୍ରଣରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥାନ୍ତି ତଥା ଜଳବାୟୁ ଏବଂ ବାୟୁମଣ୍ଡଳୀୟ ଆର୍ଦ୍ରତା ନିୟନ୍ତ୍ରଣରେ ପରିବେଶ ଉଭୟ ପ୍ରତିରୋଧ ବା ସହଯୋଗୀ ରୂପେ କାର୍ଯ୍ୟ କରିଥାନ୍ତି। ଶତାବ୍ଦୀର ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବାୟୁମଣ୍ଡଳରେ ଉତ୍ତାପ ସଞ୍ଚୟନ, ଯାହା ସବୁଜ ଗୃହ ପ୍ରଭାବ ନାମରେ ପରିଚିତ, ଆଂଶିକ ଭାବେ ବନୋନ୍ମୂଳନ ଯୋଗୁଁ ହୋଇଥାଏ। ତୁଷାର ରେଖା କ୍ଷରଣ ହୋଇଯାଇଥିବା ବା ବିରଳତା ସେବା ତଥା ଚିରସ୍ରୋତ ଝରଣାଗୁଡ଼ିକ ଶୁଷ୍କ ହୋଇଯାଇଥିବା ଯୋଗୁଁ ସମଗ୍ର ହିମାଳୟର ପରିସଂସ୍ଥା ସଙ୍କଟାତ୍ମକ ହେବା ସଙ୍ଗେ ସଙ୍ଗେ କ୍ଷରଣ ଅସନ୍ତୁଳନ ଅବସ୍ଥା ଦେଇ ଗତି କରୁଛି। ବାର୍ଷିକ ବୃଷ୍ଟିପାତ 3ରୁ 4 ଡିଗ୍ରୀ ହ୍ରାସ ପାଇଛି। ଦୀର୍ଘକାଳୀନ ମରୁଡ଼ି, ଏପରିକି ତାମିଲନାଡୁ ତଥା ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଯେଉଁଠି ପୂର୍ବେ ଏହା ଜନଗଣନା ନଥିଲା ତାହା ଦେଖାଦେଇଛି। 3. ବିଶ୍ୱ ଉଷ୍ଣତା କ'ଣ, ଏହାର ପ୍ରଭାବ ଦର୍ଶାଅ। ଗ୍ଲୋବାଲ ୱାର୍ମିଂ, ଓକେ, ସେଟା ଇଂଲିଶରେ କହନ୍ତି। ଉତ୍ତାପ ଶୋଷଣ କରିବା ହେଉଛି ଅଙ୍ଗାରକାମ୍ଳ ଗ୍ୟାସର ଏକ ବିଶେଷ ଗୁଣ। ତେଣୁ ଭୂପୃଷ୍ଠରୁ ବିକିରିତ ତାପ ବିକିରିତ ନ ହୋଇ ମୁଖ୍ୟତଃ ଅଙ୍ଗାରକାମ୍ଳ ଦ୍ୱାରା ଶୋଷିତ ହୋଇଥାଏ। ବର୍ତ୍ତମାନ ଅଙ୍ଗାରକାମ୍ଳ ବ୍ୟତୀତ ମିଥେନ୍, ନାଇଟ୍ରସ୍ ଡାଇଅକ୍ସାଇଡ୍ ଓ କ୍ଲୋରୋଫ୍ଲୋରୋ କାର୍ବନ ମଧ୍ୟ ତାପ ଶୋଷଣରେ ଭାଗ ନେଉଥିବା ଜଣାପଡ଼ିଲାଣି। ଏଥିଯୋଗୁଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଥାଏ। ମନୁଷ୍ୟକୃତ ବା ଅନ୍ୟାନ୍ୟ କାରଣରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ବୃଦ୍ଧି ପାଇବା ଯୋଗୁଁ ଅତ୍ୟଧିକ ତାପ ଶୋଷିତ ହୋଇ ପୃଥିବୀ ପୃଷ୍ଠ କ୍ରମଶଃ ଗରମ ହୋଇଯାଉଅଛି। ଏହାକୁ ପୃଥିବୀ ସାରା ଗରମ ରହିବା ବା ସବୁଜ ଗୃହ ପ୍ରକ୍ରିୟା କୁହାଯାଏ। ବାୟୁମଣ୍ଡଳ ନଥିଲେ ସୂର୍ଯ୍ୟରଶ୍ମି ଯୋଗୁଁ ପୃଥିବୀ ପୃଷ୍ଠରେ ଉତ୍ତପ୍ତ ଯାଉଥାନ୍ତା ଏବଂ ରାତ୍ରି ଅତ୍ୟଧିକ ଥଣ୍ଡା ହୋଇଯାଇଥାନ୍ତା, ଯାହାକି ଜୀବମାନଙ୍କର ପ୍ରତି କ୍ଷତିକାରକ ହୁଅନ୍ତା। କିନ୍ତୁ ବାୟୁମଣ୍ଡଳରେ ଗ୍ରୀନ୍ ହାଉସ୍ ପ୍ରଭାବ ପୃଥିବୀ ପୃଷ୍ଠକୁ ତାପ ବାହାରକୁ ଯିବାକୁ ଦିଏ ନାହିଁ, ଫଳରେ ପୃଥିବୀ ପୃଷ୍ଠରେ ଉଷ୍ଣ ରହେ। କିନ୍ତୁ ବାୟୁମଣ୍ଡଳରେ ଗ୍ରୀନ୍ ହାଉସ୍ ପ୍ରଭାବ ପୃଥିବୀ ପୃଷ୍ଠରୁ ତାପ ବାହାରକୁ ଯିବାକୁ ଦିଏ ନାହିଁ, ଫଳରେ ପୃଥିବୀ ପୃଷ୍ଠ ଉଷ୍ଣ ରହେ। ବାୟୁମଣ୍ଡଳରେ ଏହି ପ୍ରକାର ପ୍ରଭାବକୁ ସବୁଜ ଗୃହ ପ୍ରଭାବ କୁହାଯାଏ। ଏହା ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ ଗ୍ୟାସର ସ୍ତର ଯୋଗୁଁ ହେଉଅଛି। ତେଣୁ ବାୟୁମଣ୍ଡଳରେ ଏହି ଗ୍ରୀନ୍ ହାଉସ୍ ପ୍ରଭାବ କମ୍ କରାଯିବା ଆବଶ୍ୟକ। ଏହାର ଅର୍ଥ ବାୟୁମଣ୍ଡଳରେ ଅଧିକ ପରିମାଣରେ ଅଙ୍ଗାରକାମ୍ଳ ଓ ଅନ୍ୟ ଗ୍ୟାସ୍ ରହିବା ଉଚିତ ନୁହେଁ। ଏଥିପାଇଁ ଶିଳ୍ପ କାରଖାନାଗୁଡ଼ିକ ଯେପରି ଅଙ୍ଗାରକାମ୍ଳ ଓ ଅନ୍ୟ ଗ୍ୟାସ୍ ବାୟୁମଣ୍ଡଳକୁ ନ ଯିବ ତାର ବ୍ୟବସ୍ଥା କରିବାକୁ ହେବ। ପୃଥିବୀ ପୃଷ୍ଠରେ ଅଧିକ ସଂଖ୍ୟାରେ ବୃକ୍ଷରୋପଣ କରିବା ଦ୍ୱାରା ଅଧିକ ପରିମାଣରେ ଅଙ୍ଗାରକାମ୍ଳ ବ୍ୟବହୃତ ହେବ, ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧି ପାଇବ ନାହିଁ। ଓକେ, ଜୟ ଜଗନ୍ନାଥ। ସାଙ୍ଗମାନେ ଏଇଠି ଭିଡ଼ିଓ ଯଦି ଯେତିକି ଭୁଲ ଥାଏ ତାର ମାନେ କ୍ଷମା କରିଦେବ। ସରି ସାଙ୍ଗମାନେ, ଏଇଠି 4 ନମ୍ବର କ୍ୱେଶ୍ଚିନ୍ଟେ ଅଛି, ସେଟା ବି ଟିକେ ପଢ଼େଇ ଦେବ। ଅନୁମୋଦିତ ବିକାଶ କ'ଣ? ଦେଶର ଆର୍ଥିକ ଉନ୍ନତିର ବିକାଶ ନିମନ୍ତେ ନିରନ୍ତର ଭାବରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଥାଏ। କାରଖାନାର, ନଦୀବନ୍ଧ,
ବାସଗୃହ ପ୍ରକରଣ, ଗମନାଗମନ ଆଦି କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ସ୍ୱଳ୍ପକାଳୀନ ଏବଂ ଦୀର୍ଘକାଳୀନ ଭିତ୍ତିରେ ଏହି ଯୋଜନାଗୁଡ଼ିକ ରୂପାୟନ ହୋଇ ନିର୍ଦ୍ଦିଷ୍ଟ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ କାର୍ଯ୍ୟକାରୀ ହୋଇଥାଏ। ଆଧୁନିକୀକରଣ, ସହରୀକରଣ, ପାଶ୍ଚାତ୍ୟକରଣ ଏବଂ ଶିଳ୍ପକରଣ ଦ୍ୱାରା ନିରନ୍ତର ବିକାଶ ସମ୍ଭବ ହୋଇଥାଏ। ଅର୍ଥାତ୍ ଅନୁମୋଦିତ କହିଲେ ସାଧାରଣତଃ କୌଣସି ଅଞ୍ଚଳରେ ବିକାଶ ପାଇଁ ଯେଉଁ ସବୁ ଯୋଜନା ପ୍ରଣୟନ କରାଯାଇଥାଏ ଏବଂ ଏହା ଦ୍ୱାରା ପରିବେଶ ବିଶେଷ ନେକ୍ସଟ ପେଜରେ ଆଲୋଚନା କରିବା। ଓକେ ସାଙ୍ଗମାନେ, ରହୁଛି। ଜୟ ଜଗନ୍ନାଥ। ବନ୍ଧୁତ୍ୱ ଯୋଜନା।